ଆପଣ କୋଉ ପରିଚୟରେ ପରିଚିତ? ସବୁ ପ୍ରଫେସନରେ ଧୁରନ୍ଧର କିନ୍ତୁ କୌଣସିରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ନାହିଁ। ଆପଣଙ୍କ ନଜରରେ ସାମ୍ବାଦିକତା କ'ଣ? ଗୋଟେ ପ୍ରଫେସନ ଭାବରେ ବିବେଚନା କରାଯାଉଥିଲା। ମିଡିଆ ପେଶାକୁ ନେଇକରି ସ୍ୱାଭିମାନର ସହ ବଞ୍ଚିବା ସହଜ କି? ସ୍ୱାଭିମାନ ରଖିଲେ କୌଣସି ବୃତ୍ତି କରିହେବ ନାହିଁ। ବର୍ତ୍ତମାନର ଜର୍ଣ୍ଣାଲିଜିମକୁ ଆପଣ କେମିତି ଦେଖୁଛନ୍ତି? ହଁ, ସାମ୍ବାଦିକତା ଏକ ସାମାଜିକ କର୍ମୀ ଭାବରେ ଜଣେ ବିବେଚନା କରାଯାଉଥିଲା। ଆପଣଙ୍କ ଜୀବନର ସବୁଠୁ ବଡ଼ ଦୁଃଖ କ'ଣ? ଦୁଃଖ ତ ମୁଁ ମୂଳ କଥା ଆରମ୍ଭ କରି ବର୍ତ୍ତମାନର ରାଜ୍ୟ ରାଜନୀତିକୁ ଆପଣ କେମିତି ଦେଖୁଛନ୍ତି? ବିତର୍କର ପ୍ରଶ୍ନ। ବିଜେଡି ଆଉ ବିଜେପି ଭିତରେ ଭିନ୍ନତା କ'ଣ ଦେଖୁଛନ୍ତି? ନିଶ୍ଚୟ ଭିନ୍ନତା ରହିଛି। ହଁ, ଆପଣଙ୍କୁ ଉପହାର ମିଳିଛି ନା ନାହିଁ ଏବେ? କାଇଁ ମୁଁ ଭାବୁନି ମୋତେ କିଛି ଉପହାର ଦେଇଛି। ମୁଁ ମୋର ସଂଘର୍ଷ, ଆଚ୍ଛା। ମୋର ପ୍ରତିଭା, ହଁ। ମୋର ଦକ୍ଷତା ଅନୁସାରେ ମୁଁ ମୋର ପ୍ରାପ୍ତି ପାଇଛି। ବିଜେପି, ବିଜେଡି ନା କଂଗ୍ରେସ? ନାଇଁ, ଆପଣ ତ ତିନିଟା ଦଳ କହିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ? ମୁଁ ଏକ ଭିନ୍ନ ରାଜନୈତିକ ଆଦର୍ଶ ବିଶ୍ୱାସ କରେ। ରାଜନୀତିରେ ନୀତି ଆଦର୍ଶ ନା ନୋଟ୍ ଦରକାର? ଯେଉଁ ରାଜନୈତିକ ଦଳରେ ନୀତି ଆଦର୍ଶ ନାହିଁ ସେ ଏକ ରାଜନୈତିକ ଦଳ ହିଁ ରହିବ ନାହିଁ। ଏକ ମନ୍ତ୍ରୀ ବିଭୂତିଭୂଷଣ ଜେନା ନା ସାଂସଦ ପ୍ରଦୀପ ପାଣିଗ୍ରାହୀ? ଆଗରୁ କହିଲି ଆମ କନସେପ୍ଟ ଆପଣଙ୍କୁ କେମିତି ଲାଗିଲା? ଅସିତ ଭାଇଙ୍କର ଯେଉଁ ଷ୍ଟାଇଲ ଅଫ୍ ପ୍ରେଜେଣ୍ଟେସନ୍ ଇଜ୍ ୟୁନିକ୍। ନମସ୍କାର, ନ୍ୟୁଜ୍ ୱିଥ୍ ଅସିତକୁ ସ୍ୱାଗତ। ଆଜି ଆମ ସହିତ ଆଲୋଚନା କରିବେ ଅଜିତ କୁମାର ସାହୁ। ମୁଁ ପରିଚୟ ଦେବିନି, ଆଲୋଚନା ପରେ ଆପଣ ଜାଣିପାରିବେ ସେ ବ୍ୟକ୍ତି ଜଣକ ହେଉଛନ୍ତି କିଏ। ଅଜିତ ବାବୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ସ୍ୱାସ୍ଥ୍ୟ କେମିତି ଅଛି? ପରଫେକ୍ଟ, ନାଇସ୍। ଆପଣ ହିଁ କହିଦିଅନ୍ତୁ, ଆପଣ କୋଉ ପରିଚୟରେ ପରିଚିତ? ସେ ଯେଉଁ ଗୋଟେ କଥା ଅଛି, ମାଷ୍ଟର ଅଫ୍ ଅଲ୍ ଟ୍ରେଡ୍ସ ଜ୍ୟାକ୍ ଅଫ୍ ନନ୍। ସବୁ ପ୍ରଫେସନରେ ଧୁରନ୍ଧର କିନ୍ତୁ କୌଣସିରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ନାହିଁ। ସେ ଅବସ୍ଥା ମୋର। ମୁଁ ଜଣେ ଅଧ୍ୟାପକ ଭାବରେ ପରିଚିତ, ମୁଁ ଜଣେ ଶିକ୍ଷାବିତ୍ ଭାବରେ ପରିଚିତ, ରାଜନୈତିକ କର୍ମୀ। ସାମ୍ବାଦିକତାକୁ ନେଇ କିନ୍ତୁ ଅଧିକ ଚର୍ଚ୍ଚାରେ। ପାଖାପାଖି 1997ରୁ 2025 ଅଗଷ୍ଟ ପର୍ଯ୍ୟନ୍ତ ସମୟ ବୃତ୍ତି ରହିଲେ ପାଖାପାଖି 3ଟି ବଡ଼ କାଗଜରେ କାମ କରିଛି। ନିଶ୍ଚିତ ଭାବରେ ସାମ୍ବାଦିକତାଟା ମୋତେ ହିଁ ପରିଚୟ ଦେଇଛି। କିନ୍ତୁ ମୁଁ ସାମ୍ବାଦିକ ବୃତ୍ତିକୁ ଆସିବା ପୂର୍ବରୁ ଏକ ପରିଚିତ ଚେହେରା ନେଇକି ମୁଁ ସାମ୍ବାଦିକତା ଆସିଛି। ଆଚ୍ଛା। ସାମ୍ବାଦିକତା ବୃତ୍ତିରେ ମୁଁ ମୋ ପରିଚୟ ତିଆରି କରିନି। କିନ୍ତୁ ମୁଁ ପଲିଟିକାଲ ପ୍ଲାଟଫର୍ମରୁ ଆସିଥିଲି, ରାଜନୈତିକ ପୃଷ୍ଠଭୂମିରୁ ମୁଁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲି କି ଓକିଲାତି ବୃତ୍ତି ଆରମ୍ଭ କରିଥିଲି। ତେଣୁ ମୁଁ ଏକ ସ୍ୱତନ୍ତ୍ର ପରିଚୟ ନେଇକି ହିଁ ମୁଁ ମୋର କର୍ମକ୍ଷେତ୍ରକୁ ଆସିଥିଲି। ଏ ସବୁ ପ୍ରଫେସନକୁ ଆପଣ କେମିତି ମ୍ୟାନେଜ କରନ୍ତି? ହଁ, ଏଇଟା ଏକ ଡିଫିକଲ୍ଟ ଟାସ୍କ। ହଁ, ଯଦି ମୁଁ ଏବେ ରିସେଣ୍ଟଲି ଗୋଟେ ମୋର ଅଟୋବାୟୋଗ୍ରାଫିକ୍ ନୋଭେଲ ଲେଖିଛି ସବୁଜ ଈର୍ଷା, ତାକୁ ଯଦି ଆପଣ ଟିକେ ଅନୁଧ୍ୟାନ କରିବେ ତାହେଲେ ଆପଣ ପାଇବେ ମୁଁ ଏ ସମସ୍ତ ପ୍ରଫେସନକୁ କିଭଳି ଭାବରେ ଗୋଟେ ଥରରେ ମ୍ୟାନେଜ କରୁଥିଲି। ଏବଂ ଯେହେତୁ ମୋ ପାଇଁ ବଞ୍ଚିବାଟା ଏକ ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା, ସର୍ଭାଇଭ୍। ଆଚ୍ଛା। ଯେହେତୁ ମୁଁ ଡେରିରେ ରୋଜଗାର ଆରମ୍ଭ କଲି, ଆଚ୍ଛା। ବିବାହ ପରେ ରୋଜଗାର, ଇଏ ତ ଆପଣ କୋଉଠି ଶୁଣୁନଥିବେ। ମୁଁ ବିବାହ କରିବାର 29 ବର୍ଷ ବୟସ ହେଲା ବେଳକୁ ମୁଁ ବିବାହ କଲି ଏବଂ 30 ବର୍ଷ ବୟସରେ ମୁଁ ରୋଜଗାର ଆରମ୍ଭ କଲି। ଆଚ୍ଛା। ତେଣୁ ମୁଁ ଚାହିଁଲି ମୋତେ କେତେ ବେଗରେ ଦୌଡ଼ିଲେ ମୁଁ ଅନେଷ୍ଟଲି ରୋଜଗାର କରିବି, ମୋ ପେଟ ପାଟଣା ବଞ୍ଚିବି ଏବଂ ସଞ୍ଚୟ କରିବି। ତେଣୁ ସେତେ କ୍ଷିପ୍ର ବେଗରେ ମୋତେ ଯେହେତୁ ଯିବାକୁ ପଡ଼ିଲା, ତ ମୁଁ ଗୋଟିଏ ଦିନରେ 4ଟି ପ୍ରଫେସନ୍ କରୁଥିଲି ଏବଂ ସବୁଗୁଡ଼ିକ ପ୍ରଫେସନକୁ ଜଷ୍ଟିଫାଏ ଦେବା ପାଇଁ ମୁଁ ଉଦ୍ୟମ କରିଛି। ଆପଣଙ୍କ ନଜରରେ ସାମ୍ବାଦିକତା କ'ଣ? ସାମ୍ବାଦିକତା ତ ମୁଁ ଯେତେବେଳେ ବୃତ୍ତି ଆରମ୍ଭ କଲି ସାମ୍ବାଦିକତା ସେଇଟା ସେତେବେଳକୁ ଗୋଟେ ପ୍ରଫେସନ ଭାବରେ ବିବେଚନା କରାଯାଉନଥିଲା। ମୁଁ 97ରେ ଆରମ୍ଭ କଲି, ସେତେବେଳକୁ ସାମ୍ବାଦିକତା କଡ଼ ଲେଉଟିବା ଆରମ୍ଭ କରିଛି। ଆଚ୍ଛା। ବାସ୍ତବରେ କଡ଼ ଲେଉଟିଲା 2000 ମସିହା ପରେ ପରେ, ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସାମ୍ବାଦିକ ଏକ ନୂଆ ଦିଗନ୍ତ ଭିତରକୁ ପ୍ରବେଶ କଲା। ଏକ ନୂଆ ଦିଗ୍ଦର୍ଶନରେ ସାମ୍ବାଦିକତା ଗଲା। ସାମ୍ବାଦିକତାର ଏକ ସାମାଜିକ କର୍ମୀ ବା ସମାଜ ସେବାରୁ କଡ଼ ଲେଉଟିକିରି ଏକ ଖୋଲାଖୋଲି ଭାବରେ ଏକ କର୍ପୋରେଟ ବିଜନେସ୍ ହାଉସ୍ ଭିତରକୁ ଇଏ ପ୍ରବେଶ କରିଗଲା 2000 ମସିହା ପରେ ପରେ। ସେତେବେଳେ ସାମ୍ବାଦିକତା ଠାରୁ ବର୍ତ୍ତମାନ ସାମ୍ବାଦିକ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭିତରେ ପ୍ରବେଶ କରିଛି। ତେଣୁ ଆମେ ତାକୁ କେତେ ଦୂର ଜଷ୍ଟିଫାଏ କରିବା, ସେଇଟା ଆମର ପଟେନ୍ସିଆଲିଟି, ଆମର ଦକ୍ଷତା, ଆମର ନିଷ୍ଠା, ଆମର ଜ୍ଞାନ, ଆମର କୌଶଳ, ଏ ସମସ୍ତ ଉପରେ ନିର୍ଭର କରୁଛି ଆମେ ଆମର ସାମ୍ବାଦିକତା ବୃତ୍ତିକୁ କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ବାସ୍ତବରେ ସମାଜର ପରିବର୍ତ୍ତନ ପାଇଁ ରାଜନୈତିକ କ୍ଷେତ୍ରରେ ହେଉ, ସାମାଜିକ କ୍ଷେତ୍ରରେ ହେଉ, ଆର୍ଥିକ କ୍ଷେତ୍ରରେ ହେଉ, ସାମ୍ବାଦିକ ଏକ ପରିବର୍ତ୍ତନ ଯେଉଁ ଆଶା ଆକାଂକ୍ଷା ସ୍ୱପ୍ନ ଦେଖୁଛି ତାକୁ ଆମେ କେତେ ଦୂର ଆମେ ନ୍ୟାୟ ଦେଇପାରିବା, ସେଇଟା ଆମର ସ୍କିଲ୍ ଉପରେ ଡିପେଣ୍ଡ କରୁଛି। ମିଡିଆ ପେଶାକୁ ନେଇକରି ସ୍ୱାଭିମାନର ସହ ବଞ୍ଚିବା ସହଜ କି? ଆଜିର ଯଦି ଆପଣ ଦେଖିବେ ସାମ୍ବାଦିକତାକୁ ଦେଖିବେ ଯଦି
ମୁଁ ଭାବୁଛି ସ୍ୱାଭିମାନ ରଖିଲେ କୌଣସି ବୃତ୍ତି କରିହେବ ନାହିଁ ଏବଂ ଯେମିତି ବିଭିନ୍ନ ବୃତ୍ତି ରହିଛି ଆପଣଙ୍କର ଆଇଏଏସ୍ କଥା କୁହନ୍ତୁ ବା ଆପଣ ସିଭିଲ୍ ସର୍ଭିସ୍ କଥା କୁହନ୍ତୁ ଆଡଭୋକେଟ୍ କଥା କୁହନ୍ତୁ ବା ଜୁଡ଼ିସିଆଲ ପ୍ରଫେସନ୍ କଥା କୁହନ୍ତୁ ବା ଆପଣଙ୍କ ଇଞ୍ଜିନିୟରିଂ କଥା କୁହନ୍ତୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କଥା କୁହନ୍ତୁ ଟିଚରସିପ୍ କଥା କୁହନ୍ତୁ ଆପଣ ଯେତେ ପ୍ରଫେସନ୍ ଦେଖୁଛନ୍ତି ସେ ପ୍ରଫେସନ୍ ଯେମିତି ସାମ୍ବାଦିକତା ବି ଠିକ୍ ସେମିତି ଆପଣଙ୍କ ସମୟର ସେ ପ୍ରଫେସନଠୁ ସାମ୍ବାଦିକ ପ୍ରଫେସନ ଭିନ୍ନ ନାହିଁ କାହିଁକି ମୁଁ କହିବି ନା ସେମାନେ ବି ବଞ୍ଚିବା ପାଇଁ ପରିବାର ପୋଷଣ ପାଇଁ ନିଜର ସଂଘର୍ଷ କରୁଛନ୍ତି ଏବଂ ଜଣେ ସାମ୍ବାଦିକ ବି ଆଜି ନିଜର ପରିବାର ପ୍ରତିପୋଷଣ ପାଇଁ ନିଜର ଡେଭଲପମେଣ୍ଟ ପାଇଁ ଆର୍ଥିକ ରୋଜଗାର କରିବା ପାଇଁ ସାମ୍ବାଦିକ ବୃତ୍ତି କରୁଛି ସମାଜ ସେବା ପାଇଁ ସାମ୍ବାଦିକ ବୃତ୍ତି କରିବା ଆଜିର ତାରିଖରେ ସମ୍ଭବ ନୁହେଁ। ଆପଣଙ୍କ ସମୟରେ ଜର୍ଣ୍ଣାଲିଜିମ୍ କେମିତି ଥିଲା ବର୍ତ୍ତମାନର ଜର୍ଣ୍ଣାଲିଜିମ୍କୁ ଆପଣ କେମିତି ଦେଖୁଛନ୍ତି? ହଁ ମୁଁ ତ କହିଛି ଏବେ ଜଷ୍ଟ ପୂର୍ବରୁ କହୁଥିଲି ସେତେବେଳେ ସାମ୍ବାଦିକତା ଏକ ସାମାଜିକ କର୍ମୀ ଭାବରେ ଜଣେ ବିବେଚନା କରାଯାଉଥିଲା। ସାମ୍ବାଦିକତା କଲେ କୌଣସି ଆର୍ଥିକ ଲାଭବାନ ଜଣେ ହେବ ଆର୍ଥିକ ସହାୟତା ପାଇବ ଅର୍ଥ ରୋଜଗାର କରିବ ବା ଏକ ଅର୍ଥ ଉପାର୍ଜନର ମାଧ୍ୟମ ସାମ୍ବାଦିକତା ନଥିଲା। ଆଚ୍ଛା କିନ୍ତୁ ଆଜି 21 ଶତାବ୍ଦୀ ପରେ ପରେ ସାମ୍ବାଦିକ ଅନ୍ୟ ସମସ୍ତ ପ୍ରଫେସନ ଭଳି ସାମ୍ବାଦିକ ଏକ ପ୍ରଫେସନ ଏକ ଅର୍ଥ ରୋଜଗାରର ମାଧ୍ୟମ। ଆପଣ ବହି ଲେଖିବାକୁ ଭଲ ପାଆନ୍ତି କେତୋଟି ବହି ଲେଖିଛନ୍ତି? ନା ମୁଁ ବହି ଲେଖିବାକୁ ଭଲ ପାଏ କିନ୍ତୁ ମୁଁ ଯେହେତୁ ଗୋଟେ ସକାଳୁ ପାଖାପାଖି ଅଧରାତି ପର୍ଯ୍ୟନ୍ତ ଆମେ ତ ସାଧାରଣତଃ ସାମ୍ବାଦିକ ମାନେ ଯେଉଁମାନେ କାମ କରନ୍ତି ତ ଯେଉଁମାନେ ଅଫିସକୁ ଆଟାଚେଡ୍ ଆମ ଭଳିଆ ଆମେ ସମସ୍ତେ ସାମ୍ବାଦିକ ବୃତ୍ତି ଆରମ୍ଭ କରିଛି ମୁଁ ଗୋଟେ ଟାଇମିଂ ପିରିୟଡ଼ ଥାଏ ତେଣୁ ସେମାନେ ସକାଳ ସୂର୍ଯ୍ୟୋଦୟ ଆଉ ରାତିର ସନ୍ଧ୍ୟାର ସୂର୍ଯ୍ୟାସ୍ତ ଦେଖନ୍ତି ନାହିଁ ଏହା ହେଉଛି ମୋର ଅନୁଭବ। ମୁଁ ଭାବୁଛି ସମସ୍ତ ଉଣାଧିକ ସମସ୍ତ ସାମ୍ବାଦିକଙ୍କର ଏ ଅଭିଜ୍ଞତାଟା ଥିବ। ତେଣୁ ଯଦି ଆପଣ କହିବେ ସାମ୍ବାଦିକତାଟା ଆଜିର ଯୁଗରେ ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜିଂ ପ୍ରଫେସନ୍ ଏବଂ ବୋଧହୁଏ ସବୁଠୁ ଗ୍ରୋଇଂ ପ୍ରଫେସନ୍ କେଉଁଟା ଆପଣ ଯଦି କହିବେ କେବଳ ଓଡ଼ିଶା କି ଅଲ୍ ଇଣ୍ଡିଆ କଣ୍ଟେକ୍ସଟ ନୁହଁ ଇଏ ଗ୍ଲୋବାଲ ଫେନୋମେନନ୍ ଦେଖିବେ ସାମ୍ବାଦିକତାର ସବୁଠୁ ବଡ଼ ଚ୍ୟାଲେଞ୍ଜିଂ ଏବଂ ଗ୍ରୋଇଂ କେଉଁ ପ୍ରଫେସନର କ୍ଷିପ୍ର ବେଗରେ ଆଗକୁ ଗତି କରୁଛି ଦ୍ୟାଟ୍ ଇଜ୍ ଜର୍ଣ୍ଣାଲିଜମ୍। ଆପଣଙ୍କ ଜୀବନର ସବୁଠୁ ବଡ଼ ଦୁଃଖ କ'ଣ? ଦୁଃଖ ତ ମୁଁ ମୂଳ କଥା ଆରମ୍ଭ କରି ଯୋଉଟା ଯୋଉ ଜ୍ୟାକ୍ ଅଫ୍ ଅଲ୍ ଟ୍ରେଡ୍ସ ମାଷ୍ଟର ଅଫ୍ ନନ୍ ମୁଁ ବହୁ ପ୍ରଫେସନ୍ କଲି କିନ୍ତୁ କୌଣସି ପ୍ରଫେସନରେ ମୁଁ ମୋର ମୋତେ ସଫଳତା ମିଳିଛି। ମୁଁ ଯେକୌଣସି ପ୍ରଫେସନ୍ ଯାହା ବି କରିଛି ମୁଁ ସଫଳତା ପହଞ୍ଚିଛି। ମୁଁ ସବୁବେଳେ ଆଗଧାରରେ ଠିଆ ହେଇଛି। ମୁଁ ଅଧ୍ୟାପନା ବୃତ୍ତି କଲି 15 ବର୍ଷ ଏକ ଭଲ ଅଧ୍ୟାପକ ହେଲି ଲ କଲେଜରେ। ଆଜି ମୋର ଶହ ଷ୍ଟୁଡେଣ୍ଟସ୍ ମୋର ଆଜି ଜୁଡ଼ିସିଆଲ ପ୍ରଫେସନରେ ଅଛନ୍ତି। ମୁଁ ସ୍କୁଲ ଶିକ୍ଷାନୁଷ୍ଠାନଟି ତିଆରି କରିଛି। ଶହ ପିଲାଙ୍କୁ ମୁଁ ତିଆରି କରିକି ଡକ୍ଟର ଇଞ୍ଜିନିୟର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆର୍ମି ମିଲିଟାରୀରେ ପହଞ୍ଚିଛନ୍ତି। ସେମାନେ ଆଜି ମଧ୍ୟ ସେମାନଙ୍କର ପିଲାମାନେ ପାଠ ପଢ଼ିବା ପାଇଁ ମୋ ସ୍କୁଲକୁ ହିଁ ଆସୁଛନ୍ତି। ମୁଁ ଓକିଲାତି ପ୍ରଫେସନ କଲି ଭଲ ଓକିଲାତି କରୁଥିଲି। ଓକିଲାତି ଛାଡ଼ିବା ଦୀର୍ଘ ଦିନ ପରେ ପୁଣି ଓକିଲାତି ପ୍ରଫେସନକୁ ଫେରିଲି। ଦୀର୍ଘ 18 ବର୍ଷ ପରେ ପୁଣି ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବରେ ମୁଁ ଜଏନ୍ କଲି। ତେଣୁ ମୁଁ ଯାହା ରାଜନୀତି କଲି ମୁଁ ରାଜନୀତି କ୍ଷେତ୍ରରେ ବି ଆଗ ଧରି ଠିଆ ହେଲି। ବ୍ରହ୍ମପୁର ସହରରେ ଏଭଳି ଲୋକ କିଏ ରାଜନୀତି କରୁନି ଅଜିତ ସହର ବିନା ପରାମର୍ଶରେ ବ୍ରହ୍ମପୁର ସହର ରାଜନୀତି ତିଷ୍ଠିଛି କଥା ଆଜି ପର୍ଯ୍ୟନ୍ତ ହେଇନଥିଲା। ବର୍ତ୍ତମାନର ରାଜ୍ୟ ରାଜନୀତିକୁ ଆପଣ କେମିତି ଦେଖୁଛନ୍ତି? ଇଏ ତ ଏକ ବିତର୍କର ପ୍ରଶ୍ନ। କମ୍ ସମୟରେ ବିତର୍କର ପ୍ରଶ୍ନ ଏଥିପାଇଁ ହେବ ଯେ ଯେଉଁମାନେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଗଠିତ ସରକାରକୁ ଭଲ ପାଉଛନ୍ତି ସେମାନେ ନିଶ୍ଚୟ କହିବେ ଭଲ ସରକାର। ଯେଉଁମାନେ ଅତୀତର 24 ବର୍ଷର ବିଜେଡି ଶାସନ ଯେଉଁମାନେ ପେଶୀ ହେଇଛନ୍ତି ସେମାନେ ନିଶ୍ଚିତ ଭାବରେ କହିବେ ଏଇ 2 ବର୍ଷ ଶାସନ ଭିତରେ ଆମେ ଭଲ ଦେଖୁଛୁ। ଆପଣ ତ ରାଜନୀତି ସମୀକ୍ଷକ ବିଜେଡି ଆଉ ବିଜେପି ଭିତରେ ଭିନ୍ନତା କ'ଣ ଦେଖୁଛନ୍ତି? ନିଶ୍ଚୟ ଭିନ୍ନତା ରହିଛି। ଦେଖନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ଯେତେବେଳେ 1999 ମସିହାର ମହାବାତ୍ୟା ପରେ ଯେତେବେଳେ ଓଡ଼ିଶା ଏକ ଆର୍ଥିକ ଦୁର୍ଗତି ଭିତରେ ପ୍ରବେଶ କରିଯାଇଥିଲା ସେତେବେଳକୁ ବିଜେଡି ଶାସନ କ୍ଷମତାକୁ ଆସିଥିଲା ଏବଂ ଗଲା 24 ବର୍ଷ ଭିତରେ ବିଜେଡି ଯେତେ ଜୋରରେ କହୁନା କାହିଁକି ଓଡ଼ିଶାର ଅର୍ଥନୀତିକୁ ସେମାନେ ସଂସ୍କାର ଆଣିଛନ୍ତି ରିଫର୍ମ କରିଛନ୍ତି ଅର୍ଥନୀତିକୁ ସଜାଡ଼ିଛନ୍ତି। କିନ୍ତୁ ମୁଁ 24 ବର୍ଷ ଭିତରେ ଦେଖିଲିଣି ଯେ ଓଡ଼ିଶାର ଜିଡିପି ଭାରତୀୟ ସ୍ତରର ଜିଡିପିଠୁ ବୃଦ୍ଧି ପାଇଛି। ଜିଡିପି ସ୍ତର ଆମେ ଭାରତୀୟ ସ୍ତର ପଛରେ ଏକା ଅଛି। ନବୀନ ବାବୁ ବିକାଶ କରୁଛ ନା ନାଇଁ? ସେ ଏକ ପୁଣି ଆପଣ ଏକ ଦ୍ୱନ୍ଦ୍ୱମୂଳକ ପ୍ରଶ୍ନ ପଚାରିଲେ। ବିକାଶର ଧାରା ନୁହଁ 1999 ଆଉ 2026 ଭିତରେ ଆପଣ ଡେଭଲପମେଣ୍ଟ ଦେଖୁନାହାନ୍ତି ରାଜ୍ୟରେ? ନା ଶୁଣନ୍ତୁ ଡେଭଲପମେଣ୍ଟ ଏକ ଆପଣ ଛାଏଁ ପ୍ରକ୍ରିୟା ମାନେ ଆପଣଙ୍କର ସିଏ ଏକ ଗଡାଳିକା ପ୍ରକ୍ରିୟାରେ ଯିବ। ସରକାର ଯିଏ ଆସୁନା କାହିଁକି ସରକାର ଯିଏ ଯୋଉ ଦଳ ଶାସନ କରୁନା କାହିଁକି ବିକାଶ ହବ ଦ୍ୟାଟ୍ ଇଜ ସାଇନ୍ସ।
ଯେମିତି ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ହେବା ଏକ ବିଜ୍ଞାନ, ସେମିତି ବିକାଶ ହେବା ସେମିତି ବିଜ୍ଞାନ। 1947 ମସିହା ସ୍ୱାଧୀନତା ବେଳକୁ ହଉ ବା କିମ୍ବା 1951 ମସିହାର ପ୍ରଥମ ବଜେଟ୍ ହଉ ଯାହା ଥିଲା, ଓଡ଼ିଶା ହଉ ବା ଅଲ୍ ଇଣ୍ଡିଆ କଣ୍ଟ୍ରାକ୍ଟ ହଉ, ଆଜି ଯେତେବେଳେ ଆମେ 13ତମ ସମ୍ବିଧାନ ଏଇ ଯେଉଁ ପାର୍ଲାମେଣ୍ଟାରୀ ବ୍ୟବସ୍ଥା ଭିତରକୁ ଆସୁଛେ, ଆ ଭିତରେ ବହୁ ବଜେଟ୍ ପାସ୍ କରୁଛି, କାରଣ ସେ କଥା ହିଁ ଆମେ ଅନୁଭବ କରୁଛେ କି ବିକାଶ ହବ, ବିକାଶ ଏକ ପ୍ରକ୍ରିୟା, ତାକୁ କେହି ରଖିପାରିବେନି। କିନ୍ତୁ କଥା ହେଉଛି ମଣିଷର ସବୁ ବର୍ଗର ଲୋକମାନଙ୍କର ବିକାଶଟାକୁ ଧାରାଟାକୁ ବଢେଇବା ପାଇଁ ଯଦି ଭିତ୍ତିଭୂମିରେ ବିକାଶ ହେଇପାରିଲା, ନବୀନ ବାବା ଜୋତାରୁ ଛତା ପର୍ଯ୍ୟନ୍ତ କରିଛନ୍ତି ବୋଲି କୁହାଯାଉଛି। ଜୋତା ସହିତ ବାଣ୍ଟୁଛନ୍ତି ସିଏ, ବାଣ୍ଟିବାଟା ଏକ ବିକାଶ ନୁହଁ। ଦବାଟା ଷ୍ଟେଟ୍ ବଜେଟ୍ରୁ, ଫିନାନ୍ସିଆଲ ବଜେଟ୍ରୁ ଲୋକଙ୍କୁ ହାତ ଟେକିକି ଦେଇଦେବାଟା ଇଜ୍ ନଟ୍ ଏ ଆପଣଙ୍କର ମିରର ଅଫ୍ ମାନେ ରିଫ୍ଲେକ୍ସନ୍ ଅଫ୍ ଡେଭଲପମେଣ୍ଟ। ସେ ଦେଲେ ଲୋକଙ୍କଠୁ ଟିକସ ଆଦାୟ କଲେ, ଲୋକଙ୍କୁ ଟିକସରୁ ଆଣିକି ଲୋକଙ୍କୁ ଦେଇଦେଲେ। ସେ ଆପଣଙ୍କର ଯେତେ ସବୁ ଯୋଜନା ହେଇଛି, ମୁଁ ତ ଜାଣିଛି ବିଜେଡି ଶାସନ ଅମଳରେ 64ଟା ଯୋଜନା ହେଇଛି। ସେ 64 ଯୋଜନା ଭିତରୁ ବୋଧେ 32 କି 34 ଯୋଜନା ହଉଛି କେବଳ ଦବା ପାଇଁ, ଯୋଉଥିରେ କି ଲୋକମାନେ ଡାଇରେକ୍ଟ ସିଧାସଳଖ ଭାବରେ ସରକାରଙ୍କ ଠାରୁ ଲୋକଙ୍କ ପାଖକୁ ପହଞ୍ଚିବ। ସେ ଆପଣଙ୍କୁ ବାଣ୍ଟିଲେ ଲାପଟପ୍, କାହା ପାଖେ ଲାପଟପ୍, ଯୋଉ ସ୍କୁଲରେ ଇଲେକ୍ଟ୍ରିସିଟି ନାହିଁ, ବିଦ୍ୟୁତ ନାହିଁ, ଆପଣ ତାକୁ କହିବେ ମୁଁ ପିଲାମାନଙ୍କୁ ଯାଇ ପହଞ୍ଚେଇବି, ସେଇଠି ସ୍ମାର୍ଟ କ୍ଲାସରୁମ୍ କରିବି। ଇଏ କହିବା ଇଏ ବିକାଶ ଧପାବା ଛଡ଼ା କ'ଣ ହେଇପାରେ? ଯୋଉଠି କ୍ଲାସରୁମ୍ରେ ବ୍ଲାକ୍ ବୋର୍ଡ ନାହିଁ, ସେଠି ଆପଣ କହିବେ ମୁଁ ପିଲାଙ୍କୁ ସ୍ମାର୍ଟ କ୍ଲାସ୍ ଯୋଉ ଡିଜିଟାଲ ମେଥଡରେ ପାଠ ପଢ଼େଇବି। ଯୋଉଠି ଖେଳ ପଡ଼ିଆଟି ନାହିଁ, ସେଠି କହିବେ ଆମେ ହକି ଇଣ୍ଟରନ୍ୟାସନାଲ କରିକି ବିଶ୍ୱ ଚମ୍ପିୟନ ହବୁ। ବାସ୍ତବ କଥା ହେଉଛି ଆପଣ ଭିତ୍ତିଭୂମିରେ ବିକାଶ କରନ୍ତୁ, ସୋ ଦ୍ୟାଟ୍ ଯୋଉଠି ହ୍ୟୁମାନ୍ ରିସୋର୍ସର ଡେଭଲପମେଣ୍ଟ ପାଇଁ କାମ କରାଯାଏ। ହ୍ୟୁମାନ୍ ରିସୋର୍ସେସ୍ ହେଉଛି ସବୁଠୁ ବଡ଼ ସମ୍ପତ୍ତି ଆମର, ଆମେ ଯାହା କହୁଛୁ ମାନବ ସମ୍ବଳ, ମାନବ ସମ୍ପତ୍ତି। ତେଣୁ ମାନବ ସମ୍ବଳର ବିକାଶ ପାଇଁ ଯଦି ସରକାର କାମ କରିବେ, ନିଶ୍ଚିତ ଭାବରେ ଆପଣଙ୍କର ସାମଗ୍ରିକ ବିକାଶର ଆମେ ତାର ପ୍ରତିଛବି ଦେଖିପାରିବା। କିନ୍ତୁ ଗତ 24 ବର୍ଷ ଭିତରେ ସେ କଥା ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରିନି। ଆପଣଙ୍କୁ ଉପହାର ମିଳିଛି ନା ନାହିଁ ଏବେ? କାଇଁ ମୁଁ ଭାବୁନି ମତେ କିଛି ଉପହାର ଦେଇଛି। ମୁଁ ମୋର ସଂଘର୍ଷ, ମୋର ପ୍ରତିଭା, ମୋର ଦକ୍ଷତା ଅନୁସାରେ ମୁଁ ମୋର ପ୍ରାପ୍ୟ ପାଇଛି। ସେ ଯେକୌଣସି ପ୍ରଫେସନରେ ମୁଁ କାମ କରୁନା କାହିଁକି, ମୁଁ ମୋର ଜ୍ଞାନ କୌଶଳ ଅନୁସାରେ ମୁଁ ସବୁବେଳେ ପ୍ରାପ୍ୟ ପାଇବେ, ସେଥିରେ ହିଁ ମୋର ସନ୍ତୁଷ୍ଟି। ସାମ୍ବାଦିକତା ସହଜ ଲାଗୁଥିଲା ନା ଓକିଲାତି? ଦୁଇଟି ଯାକ ଚାଲିଛି, ଦୁଇଟି ଯାକ ଫର୍ ଦି ସୋସିଆଲ ଡେଭଲପମେଣ୍ଟ। ଏଇଟା ଯେମିତି ଆମେ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚୁଛେ লিগাল ওয়েরে, সেটা সামাজিক ক্ষেত্রে ন্যায় পৌঁছলো এবং সামাজিক ন্যায় দেওয়া হচ্ছে সাংবাদিকতা, এটি আইনগত ন্যায় দেওয়া ওকিলাতি। রাজনীতি সমীক্ষক মানে বিভিন্ন সময়ের যে আকলন করছেন, এর বাস্তবতা থাকে না ধোঁয়া বাণ? না, আমি এটাকে গোটে সমস্ত ক্ষেত্রে সমান ধরে নেবা না। সবু সাংবাদিক সমান নুহতি। যে বাস্তবরে সরকারকে সুহাইলা ভায়া বা কৌশি এক দলকু বা কৌশি এক নেতাকে সুহাইলা বলে কহবা, তাহলে সে ধোঁয়া বাণ হব। যদি বাস্তবরে আমি সমীক্ষা করিবা, সমালোচনাକୁ গ্রহণ করিবা এবং এক ভবিষ্যৎ নির্মাণ ପାଇଁ যদি আগুক বঢ়িবা, তাহলে ମୁଁ ଭାବୁଛି সেটা ହିଁ ବାସ୍ତବ ସାମ୍ବାଦିକତା ହେବ। ଆପଣଙ୍କର ଜଣେ ପ୍ରମୁଖ ସହଯୋଗୀ ଆଇନଜୀବୀ ପୀତବାସ ପଣ୍ଡା ଆଉ ନାହାନ୍ତି, କେତେ ଦୁଃଖ ଦେଇଛି ଏ ଘଟଣା। ନିଶ୍ଚିତ ଭାବରେ ମୁଁ ଯେତେବେଳେ ଛାତ୍ର ରାଜନୀତି କରୁଥିଲି କଲିକଟ କଲେଜରେ, ସେ ତ ମୋଠୁ ବହୁତ ବୟସରେ ସାନ ହେବେ, 8 ବର୍ଷରୁ କି 9 ବର୍ଷ ବୟସରେ ସାନ ହେବେ। ମୁଁ ଛାତ୍ର ରାଜନୀତି ଛାଡ଼ିବା ଅବସ୍ଥା ଆସିଲା, ମୁଁ 1991 ମସିହାରେ ମୁଁ ଛାତ୍ର ରାଜନୀତି ଛାଡ଼ିଲି ଏବଂ ଟ୍ରେଡ୍ ୟୁନିୟନ ପଲିଟିକ୍ସ ଭିତରକୁ ଆସିଲି। ମୁଁ ଛାତ୍ର ରାଜନୀତି କଲା ବେଳକୁ ପୀତବାସ ଏବଂ ତାଙ୍କର ଯେଉଁମାନେ ଥିଲେ ଆସୋସିଏଟ୍ସ, ସେ ASF ଥିଲେ, CPIର ଯେଉଁ ଅର୍ଗାନାଇଜେସନ୍ ଭିତରେ ସେ ଥିଲେ। ମୁଁ ତାଙ୍କୁ ଦେଖିଛି, ସେ ଛାତ୍ର ଅବସ୍ଥାରୁ ହିଁ ସେ ଗୋଟେ ଯେହେତୁ ଲଢ଼ୁଆ ଦଳ ଭିତରୁ ଆସିଛନ୍ତି, ତାଙ୍କର ସେଇ ଜିଦ୍ଟା, ସେ ମନୋଭାବଟା ମୁଁ ଶେଷ ପର୍ଯ୍ୟନ୍ତ ଦେଖିଛି। ଏବଂ ଯେହେତୁ ସେ ଏକ ଅନ୍ୟ ଦଳରେ ଥିଲେ, ମୁଁ କୌଣସି ଏକ ରାଜନୈତିକ ଦଳର ସଦସ୍ୟତା ଗ୍ରହଣ କରିନଥିଲି, ତେଣୁକରି ତାଙ୍କ ଲାଇନ୍ ମୋ ଲାଇନ୍ ଯଦିଓ ଭିନ୍ନ ଥିଲା, କିନ୍ତୁ ବିଭିନ୍ନ କ୍ଷେତ୍ରରେ ଯେତେବେଳେ ସୋସିଆଲ ଡେଭଲପମେଣ୍ଟ କଥା ଆସେ, ଯେତେବେଳେ ପଲିଟିକାଲ ଚେଞ୍ଜ କଥା ଆସେ, ସେତେବେଳେ ଆମ ଭିତରେ ଗୋଟେ କିଛି ମତ ବିନିମୟ ହୁଏ ଏବଂ ସେ ମତ ବିନିମୟ ଭିତରେ ସେ ବହୁ କଥାରେ ମୋ ସାଙ୍ଗରେ ଏକମତ ହେଇଯାଆନ୍ତି, ବହୁ କ୍ଷେତ୍ରରେ ସେ ଦ୍ୱିମତ ହୁଅନ୍ତି। ତେଣୁ ଆମର ଏଇ ଯେଉଁ କେବଳ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଛଡ଼ା ମୁଁ ତାଙ୍କୁ ଅନ୍ୟ କୌଣସି ଏକ ଫିଲ୍ଡରେ ମତାନ୍ତର ହୋଇଥିବା ମୁଁ ଦେଖିନି। ମୋ ସାଙ୍ଗେ ତାଙ୍କ ସମ୍ପର୍କ କେବଳ ସେଇ ପଲିଟିକାଲ ଏରିନା ଭିତରେ ଇଜ୍ କନଫାଇନ୍ଡ। ବର୍ତ୍ତମାନ ମୁଁ ଆପଣଙ୍କୁ ଅପସନ୍ ଦେବି, ଆପଣ ଚୁଜ୍ କରିବେ। ପ୍ରକୃତରେ ଲୋକଙ୍କ ଦଳ କିଏ? ବିଜେପି, ବିଜେଡି ନା କଂଗ୍ରେସ?
ନାଇଁ ଆପଣ ତ ତିନିଟା ଦଳ କହିଲେ ମତେ ଯଦି ପଚାରିବେ ଭାରତବର୍ଷରେ ତ ବହୁତ ଦଳ ଅଛି, ଓଡ଼ିଶାରେ ତ ଆହୁରି ବହୁତ ଦଳ ଅଛି। ତେଣୁ ଲୋକଙ୍କ ଦଳ ମାନେ ନୁହଁ ଯେ ଯିଏ ଶାସନରେ ରହିଲା ସେ ଲୋକଙ୍କ ଦଳ, ଯିଏ ପ୍ରମୁଖ ଭୂମିକା ବିରୋଧୀ ଦଳ ରହିଲା ସେ ଏକ ଲୋକଙ୍କ ଦଳ, ଆଉ ଯୋଉମାନଙ୍କର ବିଧାୟକ ନାହାନ୍ତି ଆସେମ୍ବଲିରେ କି ପାର୍ଲାମେଣ୍ଟରେ ସେମାନେ ଲୋକଙ୍କ ଦଳ ବା ଲୋକଙ୍କ ବଳ ତାଙ୍କ ପାଖରେ ନାହିଁ। ଏକଥା ମୁଁ ଗ୍ରହଣ କରିନି ବା ମୁଁ ବିଶ୍ୱାସ କରେ ନାହିଁ। ଯୋଉମାନେ ଲୋକଙ୍କ କଥା କହନ୍ତି, ଲୋକଙ୍କ ସ୍ୱର ଉଠାନ୍ତି, ଯେଉଁ ଲୋକଙ୍କ ସାଙ୍ଗରେ ରହିଛନ୍ତି, ଯେଉଁମାନେ ଲୋକଙ୍କ କଥା ଚିନ୍ତା କରନ୍ତି, ଲୋକଙ୍କର ଭବିଷ୍ୟତକୁ ନିଜର ସ୍ୱପ୍ନରେ ଆଧାର କରନ୍ତି, ମୁଁ ଭାବୁଛି ସେମାନେ ହିଁ ଲୋକଙ୍କ ଦଳ। ଦୁଇ ଜଣ ନେତାଙ୍କ ଭିତରୁ ଲୋକଙ୍କ ନେତା କିଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ? ମୁଁ ଏକ ଭିନ୍ନ ରାଜନୈତିକ ଆଦର୍ଶ ବିଶ୍ୱାସ କରେ। ତେଣୁ ଏକ ବ୍ୟକ୍ତି ରାଜନୀତି ମୁଁ ସବୁବେଳେ ଉର୍ଦ୍ଧ୍ୱ ରହେ। ମୁଁ ଏକ ଦଳର ଆଦର୍ଶ, ଦଳର ଶୃଙ୍ଖଳା, ଦଳର ନିୟମ, ଦଳର ଲକ୍ଷ୍ୟ ତା ଆଧାରରେ ମୁଁ କାମ କରେ। କୌଣସି ବ୍ୟକ୍ତିର ଆଧାରରେ ବା ବ୍ୟକ୍ତିକୁ ଅନୁଗାମୀ ହେବା ଏ କଥା ମୁଁ ବିଶ୍ୱାସ ହିଁ କରେନି। ରାଜନୀତିରେ ନୀତି ଆଦର୍ଶ ନା ନୋଟ ଦରକାର? ଯେଉଁ ରାଜନୀତି ଦଳରେ ନୀତି ଆଦର୍ଶ ନାହିଁ ସେ ଏକ ରାଜନୀତି ଦଳ ହିଁ ରହିବ ନାହିଁ। ଏକଥା ଗଲା ବିଧାନସଭା ନିର୍ବାଚନରେ ଯେଉଁ 4ଟା 5ଟା ବିଧାନସଭା ନିର୍ବାଚନରେ ହେଲା ପ୍ରମାଣିତ କରିଛି, ଓଡ଼ିଶା କ୍ଷେତ୍ରରେ ବି ପ୍ରମାଣିତ ହେଇଛି। କୌଣସି ବ୍ୟକ୍ତିକୁ ଆଧାର କରିକି ଏକ ଦଳ ତିଆରି କରାଯାଇପାରେ ନା, ଏକ ରାଜ୍ୟର ବିକାଶ ହେଇପାରେ ନା। ସାମ୍ବାଦିକତା ଆପଣଙ୍କ ପାଇଁ ନିଶା ନା ପେଶା? ମୋ ପେଶା ହିଁ ଥିଲା। ମୁଁ ଅର୍ଥ ରୋଜଗାର କରିବା ପାଇଁ ସାମ୍ବାଦିକତା କରୁଥିଲି। ମୁଁ ଯେତେ ପ୍ରଫେସନ ଭିତରକୁ ଯାଇଛି କେବଳ ମୋର ଗୋଟିଏ ହିଁ ଲକ୍ଷ୍ୟ ଥିଲା, ଅନେଷ୍ଟଲି ମୁଁ ଅର୍ଥ ରୋଜଗାର କରିବି। ସାମ୍ବାଦିକ କ୍ଷେତ୍ରରେ ମୋତେ ବହୁ କ୍ଷେତ୍ରରେ ମୋତେ ମିଳିଛି, ଅଫର ଆସିନି ବୋଲି ନୁହଁ, ଆପଣମାନେ ତ ସମସ୍ତେ ସାମ୍ବାଦିକ କ୍ଷେତ୍ରରେ ଆମେ ଅଛେ। ଏବଂ ମୁଁ ତ ଏକ ବ୍ରହ୍ମପୁର ସହରର ତ ଏକ ଲିଡ଼ିଂ ଜର୍ଣ୍ଣାଲିଷ୍ଟ ଭିତରେ ଭାବରେ ଥିଲି, ଲିଡ଼ିଂ ଖବରକାଗଜରେ ହିଁ କାମ କରୁଥିଲି। ତେଣୁ ଅଫର ଆସିବ ସମସ୍ତଙ୍କୁ ଜଣା। କିନ୍ତୁ ବ୍ରହ୍ମପୁର ସହରରେ ବା ଗଞ୍ଜାମ ଜିଲ୍ଲାରେ କେହି କହିଦେବ ନାହିଁ ଯେ ମୁଁ କାହାଠୁ ଟଙ୍କା ନେଇକି ନ୍ୟୁଜ୍ ଲେଖିଛି ବା ଟଙ୍କା ନେଇକି ନ୍ୟୁଜ୍କୁ ବନ୍ଦ କରିଦେଇଛି। ସେ ଅନ୍ତତଃ ମୁଁ ଛାତିରେ ହାତ ରଖି କହିପାରିବି ସେ ଆତ୍ମବିଶ୍ୱାସ ନେଇକି ମୁଁ କାମ କରୁଥିଲି। ଆପଣଙ୍କ ପାଇଁ ଆମ ଗଞ୍ଜାମ ଜିଲ୍ଲା ଭିତରେ ବେଷ୍ଟ ଲିଡର କିଏ? ମନ୍ତ୍ରୀ ବିଭୂତି ଭୂଷଣ ଜେନା ନା ସାଂସଦ ପ୍ରଦୀପ ପାଣିଗ୍ରାହୀ? ମୁଁ ତ ଆଗରୁ କହିଲି, ଆମେ ହୁଏତ କିଛି ସମୟ ପାଇଁ କିଛି ଲୋକମାନଙ୍କର, କିଛି ନେତାଙ୍କର ବଳିଦାନ, ତାଙ୍କ ତ୍ୟାଗ, ତାଙ୍କ ନିଷ୍ଠା, ତାଙ୍କ ଚାଲିଚଳଣି, ତାଙ୍କ ଢଙ୍ଗଢାଙ୍ଗ, ତାଙ୍କର ବେଶ ପୋଷାକକୁ ଦେଖିକିରି ଅନୁପ୍ରାଣିତ ହେବା ଇଏ ମଣିଷର ଏକ ସ୍ୱାଭାବିକ ପ୍ରକ୍ରିୟା। ମୁଁ ବି ପ୍ରଦୀପ ପାଣିଗ୍ରାହୀ ତ ମୋର ବୋଧେ କଣ୍ଟେମ୍ପୋରାରୀ ଇଜ୍ ମାଇ କ୍ଲାସମେଟ୍। ଆମେ ମିଶିକି ପାଠ ପଢ଼ୁଥିଲୁ, ଆମେ ମିଶିକି ଗୋଟିଏ କଲେଜରେ ଅଧ୍ୟାପକ ଥିଲୁ, ଲିଙ୍ଗରାଜ ଲ କଲେଜରେ। ସେ ତ କମ୍ ଦିନ ପାଇଁ ଅଧ୍ୟାପକ ରହିଲେ, ମୁଁ ପ୍ରାୟ 15 ବର୍ଷ ଉର୍ଦ୍ଧ୍ୱ ସମୟ ଅଧ୍ୟାପକ ରହିଲି, ସେ 3 ବର୍ଷ ପାଇଁ ଥିଲେ। ତେଣୁ ମୁଁ ତ ପ୍ରଦୀପ ପାଣିଗ୍ରାହୀଙ୍କୁ ପାଖରୁ ଦେଖିଛି। ସେ ବିଧାୟକ ହୁଅନ୍ତୁ କି ମନ୍ତ୍ରୀ ହୁଅନ୍ତୁ କି ସାଂସଦ ହୁଅନ୍ତି, ଇଜ୍ ଏଜ୍ ଲାଇକ୍ ଏଜ୍ ମାଇ ଫ୍ରେଣ୍ଡ। ଆମର ସମ୍ପର୍କ ଏକ ବନ୍ଧୁତ୍ୱର ସମ୍ପର୍କ। ଏବଂ ବିଭୂତିକୁ ତ ମୁଁ ଦେଖିଛି, ଗଲା ବୋଧେ ସେ କିଛି ନାହିଁ କହିଲେ ପାଖାପାଖି 30 ବର୍ଷରୁ ଉର୍ଦ୍ଧ୍ୱ ସମ୍ପର୍କ ମୋର ବିଭୂତି ଭୂଷଣ ଜେନା ସାଙ୍ଗରେ, ଯିଏ ବର୍ତ୍ତମାନ ପରିବହନ ବାଣିଜ୍ୟ ମନ୍ତ୍ରୀ ଅଛନ୍ତି, ଖଣି ଇସ୍ପାତ ମନ୍ତ୍ରୀ ଅଛନ୍ତି। ତେଣୁ ସେ ଯେତେବେଳେ ରାଜନୀତି ଆରମ୍ଭ କଲେ ମୁଁ ତାଙ୍କୁ ଦେଖିଛି। ସେତେବେଳକୁ ମୁଁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଏକ ଆଗଧାଡ଼ିର ନେତା ଭାବରେ କାମ କରୁଥିଲି। ଛାତ୍ର ରାଜନୀତି ହଉ ବା ଷ୍ଟୁଡେଣ୍ଟ ପଲିଟିକ୍ସ ହଉ, ଆପଣ ଟ୍ରେଡ୍ ୟୁନିୟନ ପଲିଟିକ୍ସ ହଉ, ବିଭିନ୍ନ ସମୟ ଭିତରେ ଆମର ଭିତରେ ଭାବର ବିନିମୟ ହୁଏ ବିଭୂତିଙ୍କ ସାଙ୍ଗରେ। ଏବଂ ଭାବ ବିନିମୟ ଭିତରେ ମୁଁ ତାଙ୍କ ତ୍ୟାଗକୁ ଦେଖିଛି, ମୁଁ ତାଙ୍କର ଲୋକଙ୍କ ସାଙ୍ଗରେ ସମ୍ପର୍କକୁ ଦେଖିଛି, ମୁଁ ତାଙ୍କ ସରଳ ଜୀବନଯାପନ ଦେଖିଛି। ତ ନିଶ୍ଚିତ ଭାବରେ ତାଙ୍କର ସେ ଭାବଧାରାଟା ଯେକୌଣସି ମଣିଷକୁ ଆକୃଷ୍ଟ କରିବ, ଏ ସ୍ୱାଭାବିକ। ଯଦି କାହାକୁ ଆକୃଷ୍ଟ କରୁନାହିଁ, ତା ଦ୍ୱାରା ଯଦି କେହି ପ୍ରେରିତ ହେଉନାହାନ୍ତି, ମୁଁ ହୁଏତ କହିବି ସେ ତାଙ୍କର ନିକଟତମ ଲୋକ ନୁହନ୍ତି। ଯିଏ ନିକଟକୁ ଯେଉଁ ଦେଖିବ ତ୍ୟାଗକୁ ଜାଣିପାରିବ। ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଆଜିର ଯୁବପିଢ଼ିଙ୍କୁ କ'ଣ କହିବେ? ମୁଁ ତ କହିବି ଯେ ବର୍ତ୍ତମାନ ଯେତେ ପ୍ରଫେସନ୍ ରହିଛି ସବୁଠୁ ଏକ ଚ୍ୟାଲେଞ୍ଜିଂ ପ୍ରଫେସନ୍ ହେଉଛି ସାମ୍ବାଦିକତା। ବହୁ ଲୋକ ରାଜନୀତିକୁ ଆସନ୍ତି ଏକ ନିଜର ପରିଚୟ ସୃଷ୍ଟି କରିବା ପାଇଁ। ଏବଂ ସାମ୍ବାଦିକତା କ୍ଷେତ୍ରକୁ ଆସିଲେ ବି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। କିନ୍ତୁ ମୁଁ କହିବି ଯୁବପିଢ଼ିଙ୍କୁ, ଅନ୍ତତଃ ମୁଁ ନିବେଦନ କରିବି, ଅନୁରୋଧ କରିବି ମୋ ଅଭିଜ୍ଞତା ଭିତରେ ଦେଇକି, ଏଇଟାକୁ ଏକ ଭଲ ପ୍ରଫେସନ୍ ଭାବରେ ବିବେଚନା କରନ୍ତୁ। ଅନ୍ୟ ସାଧାରଣ ପ୍ରଫେସନ୍ ଯାହା ସେ ତାହା ନୁହଁ, ଏକ ଚ୍ୟାଲେଞ୍ଜିଂ ପ୍ରଫେସନ୍। ଏ ପ୍ରଫେସନ୍ ପାଇଁ ଆପଣଙ୍କର ପ୍ରଥମ କଥା ହେଲା ସ୍କିଲ୍ ଡେଭଲପମେଣ୍ଟ, ଜ୍ଞାନ ଦରକାର। ଜ୍ଞାନ କେବଳ ଜ୍ଞାନର ତ ପରିସୀମାକୁ ଆମେ ଭିତରେ ସୀମିତ କରିପାରିବାନି। ଇଏ ଏକ ବଡ଼
क्षेत्र आपन साहित्य क्षेत्र में विज्ञान क्षेत्र में भौगोलिक क्षेत्र में इतिहास क्षेत्र में राजनीति क्षेत्र में आर्थिक क्षेत्र में ये प्रत्येक सोसाइटी प्रत्येक क्षेत्र जहाँ जहाँ घटना घटी जाऊँगी जहाँ जहाँ आम देखुचे ये सब जो एक्सपर्ट न हम जदि अंतत मुझे कहूनी जड़े से सी सर्वज्ञ संपन्न हो किंतु मिनिमम नॉलेज जदि जड़े आरोहण न कर आधार न कर आउ निष्ठापर जदि संपादन न कर से काम को ताहले सामाजिक प्रोफेशन तिष्ठा ये सहज साध्य नुह। शेष प्रश्न आम कॉन्सेप्ट आपको केमती लगे? नहीं मु तो कही जे असित भाई जो स्टाइल ऑफ प्रेजेंटेशन इज यूनिक यूनिक एथि मु कहबी आम तो जीवन रो अधा वर्ष पड़ेगा तो जो न्यूज क्षेत्र में सामाजिक क्षेत्र में मु देखुची जो प्रेजेंटेशन हिंदी बा इंग्लिश जो प्रेजेंटेशन देखुची जो माने अछंती एंकरिंग जो माने न्यूज रीडर्स से स्टाइल प्रेजेंट करवा एक जन युव सांबादिक मु प्रथम थर पे देखिली दैट टच माय हार्ट ये वास्तव ये मत भल लगे यंग जर्नालीस्ट प्रेजेंटेशन एत सुंदर शैली स्पष्ट उच्चारण स्पष्टवादी निर्भय प्रश्न करवा उत्तरटा को शुणा पर्यंत धैर्य रखा एवं जहाँ जहाँ सहित से इंटरव्यू करने जाऊँगी संपर्क जाणिकी जीवा ये जो कौशलटा ये हूँ सब एक नुआ तेणु मत बहुत भल लगे आई एप्रिशिएट इट एवं निश्चित भाव में जो आप व्यक्तिगत भाव में असित पंडा को जी मुख्य प्रभाव एवं टीम को समस्त धन्यवाद देवी एवं आशा करी अंततः ये धारा को सी बजाय रख। बहुत बहुत धन्यवाद आपण आम सह आलोचना कले आपण आशीर्वाद मो उपर एमती थाऊ। आम सहित आलोचना करुले वरिष्ठ सांबादिक तथा राजनीति समीक्षक शिक्षाविद साहित्यिक अजित कुमार साहू। समय सरची नमस्कार।